ଆଜି ପବିତ୍ର ରଥଯାତ୍ରା। ଆଜି ଭଳିଆ ପବିତ୍ର ଦିନରେ ତିନି ଠାକୁର ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଆସିବେ ଦର୍ଶନ ଦେବାକୁ। ଆଜି ନିଜ ଜନ୍ମସ୍ଥାନକୁ ଯିବେ ଭାଇ ଭଉଣୀ। ଏବେ ରଥ ସଜା ନିୟମ ଦ୍ୱାରା ଧ୍ୱଜ ଦେବତାଙ୍କୁ ବିରାଜ କରିବେ। ଏହା ପୁଣି ମୁକ୍ତି ମଣ୍ଡପ ବ୍ରାହ୍ମଣଙ୍କ ଦ୍ୱାରା କରାଯାଇଥାଏ। ପରେ ପ୍ରଭୁଙ୍କୁ ମଙ୍ଗଳାର୍ପଣ କରାଯିବ। ତାପରେ ଆରମ୍ଭ ହେବ ପହଣ୍ଡି ବିଜେ। ଶ୍ରୀ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ, ମା ସୁଭଦ୍ରାଙ୍କ ରଥର ନାମ ଦର୍ପଦଳନ ବା ଦେବଦୋଳନ। ବଡ଼ ଭାଇ ବଳଭଦ୍ର ରଥର ନାମ ଗରୁଡ଼ ଧ୍ୱଜ ବା ତାଳଧ୍ୱଜ। ନନ୍ଦିଘୋଷ ରଥଙ୍କର 16ଟି ଚକ, ଦେବଦଳନ ରଥଙ୍କର ଚକ ସଂଖ୍ୟା 12 ଏବଂ ତାଳଧ୍ୱଜ ରଥଙ୍କର ଚକ ସଂଖ୍ୟା 14। ମଙ୍ଗଳାର୍ପଣ ନିୟମର କାର୍ଯ୍ୟ ହେଉଛି ଜଗନ୍ନାଥଙ୍କୁ ବେଶ କରାଇ ଦର୍ପଣରେ ନିଜକୁ ଦେଖି ଯେମିତି କୌଣସି ଶୁଭ କାମରେ ବାହାରିଲା ବେଳେ ମିଠା ଦହି ଟିକେ ଖାଇକି ଗଲେ ଶୁଭ ହୋଇଥାଏ, ସେମିତି ପ୍ରଭୁ ମିଠା ଦହି ଖାଇକି ବାହାରନ୍ତି ଘୋଷ ଯାତ୍ରାକୁ।